ସମସ୍ତଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ବହୁମୂଲ୍ୟ ନାମରେ ମୋର ଆନ୍ତରିକ ନମସ୍କାର। ଖ୍ରୀଷ୍ଟରେ ପ୍ରିୟ ଭାଇ ଓ ଭଉଣୀମାନେ, ଆଜିର ଭିଡ଼ିଓରେ ଆମେମାନେ ଦେଖିବା ଦ ୱେଷ୍ଟର୍ଣ୍ଣ ୱାଲ୍, ବା ଯଦି ଆପଣ ତାକୁ ଓଡ଼ିଆରେ ଅନୁବାଦ କରିବେ ଆଉ ତା'ର ଅର୍ଥ ଏଇଟା ହେବ ପବିତ୍ର କାନ୍ଥ। ଯଦି ଆମେ ଟ୍ରାନ୍ସଲେସନ୍ କରିବା ସେଇଟା ତ ହେଇଯିବ ଆମର ପଶ୍ଚିମ କାନ୍ଥ, କିନ୍ତୁ ସେ କାନ୍ଥକୁ ଜିହୁଦୀମାନେ ପବିତ୍ର କାନ୍ଥ ବୋଲି ମଧ୍ୟ କହନ୍ତି। ସେମାନଙ୍କର ଦୃଷ୍ଟିରେ ସେ କାନ୍ଥ ହେଉଛି ପବିତ୍ର। ତେବେ ପ୍ରିୟ ବନ୍ଧୁଗଣ, ଏମିତି ଅନେକ ବିଶ୍ୱାସ ଗୁଡ଼ିକ ରହିଅଛି ଏ ପୃଥିବୀରେ। ବିଭିନ୍ନ ପ୍ରକାର ବିଶ୍ୱାସ ସବୁ ରହିଅଛି। ଆଉ ଇସ୍ରାଏଲରେ ଜିହୁଦୀମାନଙ୍କର ଯେଉଁ ବିଶ୍ୱାସ ସେଇଟା ହେଉଛି ସମ୍ପୂର୍ଣ୍ଣ ଅଲଗା। ଜିହୁଦୀମାନଙ୍କର ବିଶ୍ୱାସ ଖ୍ରୀଷ୍ଟିଆନ ଏବଂ ମୁସଲମାନଙ୍କ ଠାରୁ ପୁରା ସମ୍ପୂର୍ଣ୍ଣ ଅଲଗା। ଆଉ ସେଠାରେ ଅଛି ୱେଷ୍ଟର୍ଣ୍ଣ ୱାଲ୍, ଯାହାକୁ ସେମାନେ ପବିତ୍ର କାନ୍ଥ ବୋଲି ସେମାନେ ମାନ୍ୟ କରନ୍ତି। ଏଇ ଦେଖନ୍ତୁ, ଆମେ ଗୋଟି ଗୋଟି କରି ସବୁ ଦେଖିବା। ୱେଲକମ୍ ଟୁ ଦ ୱେଷ୍ଟର୍ଣ୍ଣ ୱାଲ୍। ଏଠି ବି ଲେଖା ଅଛି ଦ ୱେଷ୍ଟର୍ଣ୍ଣ ୱାଲ୍। ହିବ୍ରୁ ଭାଷାରେ ବି ଅଛି, ଆଉ ଉର୍ଦ୍ଦୁ ଭାଷାରେ, ଇଂଲିଶ ଭାଷାରେ, ତିନି ପ୍ରକାର ଭାଷାରେ ରହିଅଛି। ଦ ୱେଷ୍ଟର୍ଣ୍ଣ ୱାଲ୍ ବା ପବିତ୍ର କାନ୍ଥ ଆପଣ କହିପାରିବେ। ତେବେ ବର୍ତ୍ତମାନ ଆପଣ ଯାହା ଦେଖୁଛନ୍ତି, ଇଏ ହେଉଛି ଇସ୍ରାଏଲ ଦେଶ। କିନ୍ତୁ ଆମର ଟାର୍ଗେଟ୍ ହେଉଛି ଆମେ ଦେଖିବା ସେ ପବିତ୍ର କାନ୍ଥ ବା ୱେଷ୍ଟର୍ଣ୍ଣ ୱାଲ୍। ଆମ୍ଭେମାନେ ବର୍ତ୍ତମାନ ସେଇ ପାଖକୁ ଆମେ ଯିବା। କେଉଁ ଜାଗାରେ ରହିଅଛି ୱେଷ୍ଟର୍ଣ୍ଣ ୱାଲ୍? ହଁ ପ୍ରିୟ ବନ୍ଧୁଗଣ, କେଉଁ ଜାଗାରେ ୱେଷ୍ଟର୍ଣ୍ଣ ୱାଲ୍ ରହିଅଛି? ଯଦି ଆପଣ ସେଇ ୱେଷ୍ଟର୍ଣ୍ଣ ୱାଲ୍ ବା ସେଇ ପବିତ୍ର କାନ୍ଥକୁ ଯଦି ଦେଖିବା ପାଇଁ ଚାହୁଁଛନ୍ତି, ତେବେ ଭିଡ଼ିଓରେ ମୋ ସହିତ ଲାଗି ରୁହନ୍ତୁ। ଆମେ ଧୀରେ ଧୀରେ ଗୋଟି ଗୋଟି କରି ସବୁ ବିଷୟ ଆମେ ଦେଖିବା। ଏଠି ଲେଖା ଅଛି ୱେଲକମ୍ ଟୁ ଦ ୱେଷ୍ଟର୍ଣ୍ଣ ୱାଲ୍, ରିମେଣ୍ଟ ଅଫ୍ ଦି ଟେମ୍ପୁଲ୍। ଏଠି ବି ଦେଖନ୍ତୁ ତିନି ପ୍ରକାର ଲାଙ୍ଗୁଏଜ୍ ଅଛି, ହିବ୍ରୁ, ଇଂଲିଶ, ନାଇଁ କେବଳ ଦୁଇ ପ୍ରକାର ଭାଷା ଅଛି, ହିବ୍ରୁ ଭାଷା ଏବଂ ଇଂଲିଶ ଭାଷା ଅଛି। ଆଉ ସାଧାରଣ ଭାବରେ ତିନି ପ୍ରକାର ଭାଷା ୟୁଜ୍ କରାଯାଏ, ବ୍ୟବହାର କରାଯାଏ। ଯେହେତୁ ଇସ୍ରାଏଲ ଦେଶରେ ତିନି ପ୍ରକାର ଭାଷାବାଦୀ ଲୋକମାନେ ବେଶୀ ଦେଖାଯାଆନ୍ତି, ଜିହୁଦୀ, ମୁସଲିମ ଏବଂ ଖ୍ରୀଷ୍ଟିଆନ। ସେମାନଙ୍କ ଭାଷା ଅନୁସାରେ ତିନି ପ୍ରକାର ଭାଷାକୁ ବ୍ୟବହାର କରାଯାଏ। ଏ ପବିତ୍ର କାନ୍ଥ ୱେଷ୍ଟର୍ଣ୍ଣ ୱାଲ୍ରେ ଆପଣ କ'ଣ କରିପାରିବେ ନାହିଁ? ନୋ ସ୍ମୋକିଂ, ନୋ ଇଟିଂ, ଧୂମ୍ରପାନ ନିଷେଧ। କୌଣସି ଖାଇବା ଜିନିଷ ଖାଇପାରିବେ ନାହିଁ। ଆପଣ ସେଲ୍ ଫୋନ୍ ବ୍ୟବହାର କରିପାରିବେ ନାହିଁ ଭିତରେ, କାହା ସହିତ କଥାବାର୍ତ୍ତା ହୋଇପାରିବେ ନାହିଁ। ତାପରେ ଦେଖନ୍ତୁ, ନୋ ଲାଉଡ଼ ସ୍ପିକର ବ୍ୟବହାର କରିପାରିବେ ନାହିଁ। ଆଉ ଭଲ କି ଡ୍ରେସ୍ ହେଇକି ଯିବେ, ଭଲ ଡ୍ରେସ୍ ପିନ୍ଧିକି ଯିବେ। ନୋ ଫଟୋଗ୍ରାଫି ଅନ୍ ସାବାଥ୍ ଅର୍ ଜିଉସ୍ ହଲିଡେ। ଜିହୁଦୀମାନଙ୍କର ଯେଉଁଟା ସାବାଥ୍, ଯେଉଁଟା ହୋଲିଡେ, ବିଶ୍ରାମ ବାରରେ ଖାସ୍ କରିକି ଆପଣ କୌଣସି ଫଟୋ ଆପଣ ଉଠାଇ ପାରିବେ ନାହିଁ। ନୋ ଫଟୋଗ୍ରାଫି। ତେବେ ପ୍ରିୟ ବନ୍ଧୁଗଣ, ଏହିସବୁ ନିୟମ ପାଳନ କରିବାକୁ ପଡ଼ିବ। କଥାରେ ଗୋଟେ ଅଛି, ଯେଉଁ ଦେଶ ଯାଇ ସେଇ ଫଳ ଖାଇ। ଆପଣ ଶୁଣିଥିବେ, ଗୋଟେ ପ୍ରବାଦ ଅଛି, ଯେଉଁ ଦେଶ ଯାଇ ସେଇ ଫଳ ଖାଇ। ଯେଉଁ ଦେଶର ନିୟମ ଯାହା, ତାହାକୁ ଆମକୁ ପାଳନ କରିବାକୁ ପଡ଼ିବ। ଗୀତ 137, 5-6 ଗୋଟେ ଏଠି ଲେଖା ଅଛି ପଦପର୍ବ। ଆପଣ ବାଇବେଲ ବାହାର କରିକି ଆପଣ ପଢ଼ିପାରିବେ କ'ଣ ଲେଖା ଅଛି। ତେବେ ଖ୍ରୀଷ୍ଟର ପ୍ରିୟ ଭାଇ ଭଉଣୀମାନେ, ଏସବୁ ନିୟମ କାନୁନ ସବୁ ଅଛି। ଧୂମ୍ରପାନ ନିଷେଧ। ଆପଣ କୌଣସି ଜିନିଷ ଖାଇପାରିବେ ନାହିଁ। ଆପଣ ସେଲ୍ ଫୋନ୍ ବ୍ୟବହାର କରିପାରିବେ ନାହିଁ। ଲାଉଡ଼ ସ୍ପିକର, ଜୋରରେ ଚିଲେଇକି କଥା ହେଇପାରିବେ ନାହିଁ। ଆଉ ଅନ୍ୟମାନଙ୍କୁ ଡିଷ୍ଟର୍ବ ଆପଣ କରିପାରିବେ ନାହିଁ।
ତେବେ ଏମିତି ସବୁ ନିୟମ କାନୁନ ସବୁ ରହିଅଛି। ୱେଷ୍ଟର୍ଣ୍ଣ ୱାର୍ଲଡ଼ରେ ଏମିତି ସବୁ ନିୟମ ରହିଅଛି। ତେବେ ପ୍ରିୟ ବନ୍ଧୁଗଣ, এইটা ହେଉଛି ସେଇ ୱେଷ୍ଟର୍ଣ୍ଣ ୱାର୍ଲଡ଼। ଟିକେ ଦେଖନ୍ତୁ, ଆମେ ଆହୁରି ପାଖରୁ ଆମେ ଦେଖିବା। ଏଇଟା ତ ଦୂରରୁ ଆପଣ ଦେଖୁଛନ୍ତି, ପାଖରୁ ଯାଇକି ଆମେ ଦେଖିବା ସେ ପ୍ରକୃତରେ ୱେଷ୍ଟର୍ଣ୍ଣ ୱାର୍ଲଡ଼ରେ ଲୋକମାନେ କ'ଣ କରନ୍ତି ଆକ୍ଚୁଆଲି। এই ଯେଉଁ ପବିତ୍ର କାନ୍ଥ ଆପଣ ଦେଖୁଛନ୍ତି, ଏଇ ଯେଉଁ କାନ୍ଥ କେବଳ ଆଜି ନୁହେଁ, ପ୍ରାୟ ବହୁତ ବର୍ଷ, ମାନେ ହଜାର ହଜାର ବର୍ଷ ପୂର୍ବରୁ এই କାନ୍ଥ ରହିଆସିଛି। ଆଉ ଏଠି ଜିହୁଦୀ ଲୋକମାନେ ପ୍ରାର୍ଥନା କରନ୍ତି। ଆପଣ କହିପାରିବେ ଜିହୁଦୀମାନେ କେତେଥର ପ୍ରାର୍ଥନା କରନ୍ତି ଦିନକୁ? ଜିହୁଦୀମାନେ ଦିନକୁ 3 ଥର ପ୍ରାର୍ଥନା କରନ୍ତି। ସକାଳେ କରିବେ ପ୍ରାର୍ଥନା, ଅପରାହ୍ନରେ କରିବେ ଏବଂ ସନ୍ଧ୍ୟାରେ କରିବେ। ଜିହୁଦୀମାନେ ତାଙ୍କର ପୁରା ବାଉଣ୍ଡ, ମାନେ ପୁରା ବାଧ୍ୟତାମୂଳକ ସେମାନେ ପ୍ରାର୍ଥନା କରିବାଟା। ତେଣିକି ସେମାନଙ୍କୁ ଜ୍ୱର ହେଉ, ଝାଡ଼ା ହେଉ, ଯାହା ବି ହେଉନା କାହିଁକି, ଇନ୍ ଏନି କଷ୍ଟ, ଯାହା ବି କିଛି ହେଇଯାଉ ପଛେ, ମାନେ ସେମାନେ ଯେକୌଣସି ସ୍ଥାନରେ ଥାଆନ୍ତୁ ନା କାହିଁକି, ସେମାନେ ଦିନକୁ 3 ଥର ସେମାନେ ପ୍ରାର୍ଥନା କରିବେ। ଆଉ ଯେମିତି ମୁସଲମାନ ମାନେ ଦିନକୁ 5 ଥର କି 6 ଥର ନମାଜ ପାଠ କରନ୍ତି, ତାଙ୍କ ନିୟମ ଅଛି, ସେମିତି ଜିହୁଦୀମାନଙ୍କର ତାଙ୍କ ନିୟମ ଅଛି, ସେମାନେ ଦିନକୁ 3 ଥର ପ୍ରାର୍ଥନା କରିବେ। ଆଉ ବର୍ତ୍ତମାନ ଏଇ ଯେଉଁ ଜାଗା ଆପଣ ଦେଖୁଛନ୍ତି, ଏଇଟା ହେଉଛି ପବିତ୍ର, ସବୁଠାରୁ ପବିତ୍ର ସେମାନେ ମାନ୍ୟ କରନ୍ତି। ଆଉ ବହୁତ କିଛି ବିଷୟ ଅଛି, ବାରଣ ଅଛି, ଏଠି କ'ଣ କ'ଣ କରିପାରିବେ ନାହିଁ। ଆଉ ଯେଉଁଟାକି ଆମେ ଦେଖିଲୁ, ଆପଣ ଏଇ ଜାଗାରେ କେଉଁ ଆକ୍ଟିଭିଟି କରିବେ, କେଉଁ ଆକ୍ଟିଭିଟି କରିବେ ନାହିଁ। ଯଦି ଆପଣ ଯାଉଛନ୍ତି, ଭଲରେ ଆପଣଙ୍କ ଶରୀର ଘୋଡ଼େଇ ହେଇଥିବା ଦରକାର, ମାନେ ଏମିତି ଡ୍ରେସ୍ ପିନ୍ଧିକି ଯିବେ। ଯଦି ଆପଣ ଧରା ପଡ଼ିଗଲେ, ଯଦି କିଛି ଗଡ଼ବଡ଼ କରିଦେଲେ, ତେବେ ଦେଶର ଆଇନ କାନୁନ ଆପଣଙ୍କୁ ସଜା ଦେଇପାରେ। ଜିଉସ୍ ପ୍ରେ 3 times, ମର୍ଣ୍ଣିଂ, ଆଫ୍ଟରନୁନ୍ ଆଣ୍ଡ ଇଭିନିଂ। ଜିହୁଦୀମାନେ 3 ଥର ପ୍ରାର୍ଥନା କରନ୍ତି, ସକାଳେ, ଅପରାହ୍ନରେ ଏବଂ ସନ୍ଧ୍ୟାରେ। ତାଙ୍କର 3 ଥର ପ୍ରାର୍ଥନା ସେମାନେ କରିବେ, ମାନେ କରିବେ। ଏଇଟା ସେମାନଙ୍କ ପାଇଁ ବାଧ୍ୟତାମୂଳକ। ଆଉ ସେମାନେ ଭାବନ୍ତି ଯେ ସେମାନେ ହେଉଛନ୍ତି ବହୁତ ଧାର୍ମିକ। ଆଉ ସେମାନେ, ଏଇଟା ହେଉଛି ସେମାନଙ୍କର ବିଶ୍ୱାସ ଅନୁସାରେ, ସେମାନଙ୍କ ବିଶ୍ୱାସ ଯେ ସେମାନେ ଏକ ବହୁତ ବଡ଼ ଧର୍ମର କାମ ସେମାନେ କରୁଛନ୍ତି। ମାନେ ପୃଥିବୀରେ ତାଙ୍କ ପରି ପବିତ୍ର ଜାତି ଆଉ କେହି ନାହିଁ, ଏଇଟା ହେଉଛି ସେମାନଙ୍କର ବିଶ୍ୱାସ। ଯେହେତୁ ସେମାନେ ବିଶ୍ୱାସ କରନ୍ତି ପବିତ୍ର ଜାତି ବୋଲି, ଏ ଦେଖନ୍ତୁ, ଏଠି ଆପଣ ଦେଖିପାରିବେ ଆଉ କ'ଣ କ'ଣ ସବୁ ଏଠି ମନା ଅଛି, ଆପଣ ଦେଖିପାରିବେ। ପ୍ଲିଜ୍ ରିଷ୍ଟ୍ରେନ୍ ଦ ଅନନେସେସାରୀ କନଭରସେସନ୍, ମାନେ ଅଯଥା କଥାବାର୍ତ୍ତା ହେଇପାରିବେ ନାହିଁ, ମାନେ ଯେଉଁଠି ଓର୍ସିପ ହେଉଥିବ, ଆରାଧନା ହେଉଥିବ। ଆଉ ଆପଣ ସେଲ୍ ଫୋନ୍କୁ ଅଫ୍ ରଖନ୍ତୁ। ଏଇସବୁ ବିଷୟ ଲେଖା ଅଛି ଏଇଠି ବି ଲେଖା ଅଛି। ମାନେ ସେଠି ତ ଯେଉଁଠି ପ୍ରବେଶ କଲେ ସେଇ ଜାଗାରେ ବି ଲେଖା ଅଛି, ଭିତରେ ଏଇଠି ବି ଲେଖା ଅଛି ଆପଣ କ'ଣ କରିବେ, କ'ଣ କରିବେ ନାହିଁ। ଏଇଟା ଦେଖନ୍ତୁ ପ୍ରିୟ ବନ୍ଧୁଗଣ, ଇଏ ହେଉଛି ୱେଷ୍ଟର୍ଣ୍ଣ ୱାଲ୍ ବା ଦକ୍ଷିଣ କାନ୍ଥ। ତାକୁ ଜିହୁଦୀମାନେ ପବିତ୍ର ବୋଲି ମାନ୍ୟ କରନ୍ତି। ଏଇ ଜାଗା ହେଉଛି ମାନେ ବହୁତ ପବିତ୍ର, ସେମାନେ ମାନ୍ୟ କରନ୍ତି। ସେଥିପାଇଁ ସେମାନେ ପୁରା ଲେଖିଦେଇଛନ୍ତି ବୋର୍ଡ଼ରେ ଯେ ଏଇ ଜାଗା ହେଉଛି ବହୁତ ପବିତ୍ର। ସେଥିପାଇଁ ପବିତ୍ର ରୂପରେ ଏଇ ଜାଗାକୁ ମାନ୍ୟ କର ବୋଲି ସେମାନେ ଲେଖିଦେଇଛନ୍ତି। ଆଉ ଯିଏ ନ କରିବ, ମାନ୍ୟ ନ କରିବ, ମୁଁ ଜାଣେନି କ'ଣ ସେମାନଙ୍କ ପାଇଁ ଦଣ୍ଡ ବ୍ୟବସ୍ଥା ଅଛି, ମୁଁ ଜାଣେ ନାହିଁ, କିନ୍ତୁ ଥାଇପାରେ, କୌଣସି ଦଣ୍ଡ ବ୍ୟବସ୍ଥା ବି ଥାଇପାରେ ସେମାନଙ୍କ ପାଇଁ। ଆଉ ଏଠି ଯେତେ ଲୋକ ଆପଣ ଦେଖୁଛନ୍ତି, ପ୍ରାୟ ଗୋଟେ ଅନୁମାନର ମୁଁ କହୁଛି 95% ନିହାତି ଜିହୁଦୀ ଥିବେ। ସେମାନେ କ'ଣ କରିବେ, କାନ୍ଥ ଆଡ଼କୁ ମୁହଁ କରିକି ପ୍ରାର୍ଥନା କରିବେ। ଆଉ ସେମାନଙ୍କର ଯାହା ଦରକାର ପ୍ରୟୋଜନ ଜିନିଷ ସେମାନେ ଗୋଟେ କାଗଜରେ ଲେଖିକି ତାକୁ ଭାଙ୍ଗିକି
ସେ କାନ୍ଥରେ ସେମାନେ କ'ଣ କରିବେ, କାନ୍ଥରେ ସେମାନେ ଦେବେ। ଆଉ ସେମାନଙ୍କ ବିଶ୍ୱାସ ଯେ ଏମିତି କରିବା ଦ୍ୱାରା ସେମାନେ ଯାହା ଲେଖିଥିବେ ସେଇଟା ତାଙ୍କର ମନସ୍କାମନା ପୂରଣ ହୋଇଯାଏ, ସେଇଟା ସେମାନଙ୍କ ବିଶ୍ୱାସ। ଆଉ ପୁରା ଦୃଢ଼ ବିଶ୍ୱାସ ବି ସେମାନଙ୍କର ମନସ୍କାମନା ପୂରଣ ହୁଏ। କାଗଜରେ ଯାହା ଲେଖିଥିବେ ତାକୁ ଯଦି କାନ୍ଥରେ ଦେବେ ତେବେ ସେମାନଙ୍କର ମନସ୍କାମନା ପୂରଣ ହୋଇଯିବ। ଆଉ ସେମାନେ କାନ୍ଥ ଆଡ଼କୁ ମୁହଁ କରିକି ଏମିତି ପ୍ରାର୍ଥନା କରନ୍ତି। ଆଉ ଏମିତି ପ୍ରାର୍ଥନା କରନ୍ତି ଅନ୍ୟ କାହାକୁ ଡିଷ୍ଟର୍ବ ବି ହେବ ନାହିଁ, କାରଣ ଲେଖା ଅଛି ଯେ ଅନ୍ୟକୁ ଡିଷ୍ଟର୍ବାନ୍ସ ନ କରିବା ବିଷୟ ବି ଲେଖା ଅଛି। ଅନ୍ୟ କାହାକୁ କିଏ ଡିଷ୍ଟର୍ବ କରିପାରିବ ନାହିଁ। ତେବେ ଆପଣ ଦେଖୁଛନ୍ତି, ଓ ମାଇ ଗଡ଼୍, ମାନେ କେତେ କାଗଜ ଗେଞ୍ଜା ହେଇଛି। ମାନେ କାନ୍ଥରେ ଦେଖନ୍ତୁ ଏମିତି ଆପଣ ଯାହା ଦରକାର ଏମିତି ଲେଖିବେ, ତାକୁ ଏଇଠି କାନ୍ଥରେ କ'ଣ କରିବେ, ତାକୁ ଏମିତି ଗେଞ୍ଜିବେ। ଗେଞ୍ଜି କ'ଣ କରିବେ, ଆପଣ ପ୍ରାର୍ଥନା କରିବେ। ଏଇଠି ଆପଣ ଯାହା ଲେଖିଥିବେ ସେଇ ବିଷୟକୁ ନେଇକି ପ୍ରାର୍ଥନା କରିବେ। ଏମିତି କାଗଜ ଦେବେ, ତ ପ୍ରାର୍ଥନା କରିବେ। ଆଉ ଜିହୁଦୀମାନଙ୍କର ବିଶ୍ୱାସ ଯେ ଏମିତି କଲେ ସେମାନଙ୍କର ମନସ୍କାମନା ବା ସେମାନେ ଯେଉଁ ଉଦ୍ଦେଶ୍ୟରେ ଆସିଛନ୍ତି ପ୍ରାର୍ଥନା କରୁଛନ୍ତି, ସେମାନେ ଯାହା ବି କିଛି ମାଗନ୍ତି ସେଇଟା ଶୀଘ୍ର ପୂରଣ ହୁଏ। ମାନେ ଦେଖନ୍ତୁ କାନ୍ଥରେ କେତେ କାଗଜ ଗେଞ୍ଜା ହେଇଛି। ତେବେ ପ୍ରିୟ ବନ୍ଧୁଗଣ, ଏଇଟା ହେଉଛି ୱେଷ୍ଟର୍ଣ୍ଣ ୱାଲ୍ ବା ପବିତ୍ର କାନ୍ଥ। ତେବେ ଅନ୍ୟମାନଙ୍କ ପାଇଁ ହୁଏତ ପବିତ୍ର ନ ହୋଇପାରେ, କିନ୍ତୁ ଏ କାନ୍ଥ ହେଉଛି ଜିହୁଦୀମାନଙ୍କ ପାଇଁ ପବିତ୍ର। ଏ ଜାଗା ହେଉଛି ଜିହୁଦୀମାନଙ୍କ ପାଇଁ ପବିତ୍ର। ସେଥିପାଇଁ ଏତେ ସବୁ କଟକଣା ଅଛି, ଏତେ ସବୁ ନିୟମ କାନୁନ ସବୁ ଅଛି। ହଁ ପ୍ରିୟ ବନ୍ଧୁଗଣ, ଯେହେତୁ ଏ ଜାଗା ହିଁ ପବିତ୍ର ଅଟେ। ତେବେ ଏ ପବିତ୍ର ଜାଗାକୁ ଆପଣ କେଉଁ ହିସାବରେ ଆପଣ ଦେଖୁଛନ୍ତି ମୁଁ ଜାଣେ ନାହିଁ, କିନ୍ତୁ ଆମେ କ'ଣ କରିପାରିବା, ଯାହାର ଯେଉଁଟା ସଂସ୍କୃତି, ଯାହାର ଯେଉଁଟା ନିୟମ ସେଇଟା ସେ ଯଦି ପାଳନ କରୁଛି, ଆମେ ଆଉ କ'ଣ କରିପାରିବା। କେବଳ ସତ୍ୟ ବିଷୟ କ'ଣ, ସତ୍ୟ କ'ଣ ସେଇଟା କେବଳ ପବିତ୍ର ଧର୍ମଶାସ୍ତ୍ର ବାଇବେଲରେ ଲେଖା ଅଛି। ସତ୍ୟ କ'ଣ, ଆଉ ଏ ସମସ୍ତ ବିଷୟକୁ ଆମେମାନେ ନିଜ ଆଖିରେ ଆମେ ଦେଖୁଅଛୁ। ତେବେ ଖ୍ରୀଷ୍ଟରେ ପ୍ରିୟ ଭାଇ ଭଉଣୀମାନେ, ଆପଣ ଯଦି ଆଗରୁ କେବେ ୱେଷ୍ଟର୍ଣ୍ଣ ୱାଲ୍କୁ ଦେଖିଥିଲେ, ଆପଣ ଯଦି ପୂର୍ବରୁ କେବେ ଦେଖିଛନ୍ତି, ତେବେ ଦୟାକରି କମେଣ୍ଟ କରନ୍ତୁ। ଆପଣ ଡାଇରେକ୍ଟ ସେଠି ଯାଇକି ଦେଖନ୍ତୁ କିମ୍ବା ଆପଣ କୌଣସି ଭିଡ଼ିଓରେ ଦେଖନ୍ତୁ। ଆଉ ଯଦି ଆପଣ ସେଠାକୁ ଯାଇକି ଏଇ ଜାଗାକୁ ଯଦି ଆପଣ କେବେ ଯାଇଛନ୍ତି, ତେବେ କମେଣ୍ଟ କରନ୍ତୁ। ଯଦି ଯିବା ପାଇଁ ପ୍ଲାନିଂ କରୁଛନ୍ତି, ତେବେ ବି ଜଣାନ୍ତୁ, ଆମେ ଆପଣଙ୍କ ନିମନ୍ତେ ପ୍ରାର୍ଥନା କରିବୁ। ଯେପରି ପ୍ରଭୁ ଆପଣଙ୍କୁ ଆର୍ଥିକ ସହାୟତା ଯୋଗାଇବେ, ଆଉ ପ୍ରଭୁ ଯେମିତି ଆପଣଙ୍କୁ ବୁଦ୍ଧି ଜ୍ଞାନ ଦିଅନ୍ତୁ ସେ ଜାଗାକୁ ଯିବା ପାଇଁ। ଯଦି କୌଣସି ବିପଦ ଥାଏ, ସେ ବିପଦରୁ ପରମେଶ୍ୱର ଆପଣଙ୍କୁ ରକ୍ଷା କରନ୍ତୁ, ଉଦ୍ଧାର କରନ୍ତୁ। ତେବେ ଖ୍ରୀଷ୍ଟର ପ୍ରିୟ ଭାଇ ଭଉଣୀମାନେ, ସମସ୍ତଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ବହୁମୂଲ୍ୟ ନାମର ଆନ୍ତରିକ ନମସ୍କାର। ଯଦି ଏହି ଭିଡ଼ିଓ ଆପଣଙ୍କୁ ଭଲ ଲାଗିଛି, ଭିଡ଼ିଓକୁ ସେୟାର କରିଦିଅନ୍ତୁ। ଯଦି ଏହି ଚ୍ୟାନେଲକୁ ପ୍ରଥମ ଥର ପାଇଁ ଆସିଛନ୍ତି, ଏମିତି ଭିଡ଼ିଓ ଆହୁରି ଦେଖିବା ନିମନ୍ତେ ଏହି ଚ୍ୟାନେଲକୁ ଏବେଠାରୁ ସବସ୍କ୍ରାଇବ୍ କରି ରଖନ୍ତୁ। ସମସ୍ତ ନମସ୍କାର। ପୁଣି ଭେଟ ହେବ ଆପଣଙ୍କ ସହିତ ଆଉ ଗୋଟେ ଭିଡ଼ିଓରେ। ଧନ୍ୟବାଦ।